ଡକ୍ଟର ସଦ୍ଦାମ। ଚିକିତ୍ସା ଜଗତରେ ଏହି ନାମ ଏକ ସଂସ୍କରଣ ଥିଲା। ତାଙ୍କର କ୍ଲିନିକ କେବଳ ଚିକିତ୍ସା ପାଇଁ ନୁହେଁ, ରୋଗୀମାନଙ୍କ ପାଇଁ ଆଶାର ଆଲୋକ ଥିଲା। ତାଙ୍କର ଅସାଧାରଣ କ୍ଷମତା ଥିଲା ଯେକୌଣସି ରୋଗର ମୂଳ କାରଣ ଖୋଜି ତାହାକୁ ସଠିକ୍ ଭାବେ ଚିହ୍ନଟ କରିବା। ଯେତେ ଜଟିଳ ରୋଗ ହେଉନା କାହିଁକି, ଡକ୍ଟର ସଦ୍ଦାମଙ୍କର ତୀକ୍ଷ୍ଣ ପର୍ଯ୍ୟବେକ୍ଷଣ ଓ ବୁଦ୍ଧିମତ୍ତା ଆଗରେ ତାହା ପରାଜୟ ମାନୁଥିଲା। ଦୂରଦୂରାନ୍ତରୁ ଲୋକେ ତାଙ୍କ ବିଶେଷଜ୍ଞତା ଖୋଜି ଆସୁଥିଲେ। କିନ୍ତୁ ଗୋଟେ ସନ୍ଧ୍ୟା, ସେହିଦିନ ଡକ୍ଟର ସଦ୍ଦାମଙ୍କ ଜୀବନରେ ଅବିସ୍ମରଣୀୟ ହୋଇ ରହିଲା। ସନ୍ଧ୍ୟା 6ଟା ପାର ହୋଇଯାଇଥିଲା, କ୍ଲିନିକ ବନ୍ଦ କରିବାର ସମୟ। ସେଦିନ ରୋଗୀଙ୍କ ଭିଡ଼ କମ ଥିଲା ଓ କର୍ମଚାରୀମାନେ ସମସ୍ତେ ଘରକୁ ଚାଲିଯାଇଥିଲେ। ଡକ୍ଟର ସଦ୍ଦାମ ତାଙ୍କ ଫାଇଲଗୁଡ଼ିକୁ ଗୋଛାଉଥିବା ବେଳେ ହଠାତ୍ ଗୋଟେ ଜୋରରେ କଡ଼କଡ଼ ଶବ୍ଦ। ସେହି ଶବ୍ଦ କୋଠରୀରେ ପ୍ରତିଧ୍ୱନିତ ହେଲା ଯେପରି କିଛି ଜରୁରୀ ପରିସ୍ଥିତି। ଡକ୍ଟର ସଦ୍ଦାମ ଦୁଆର ଖୋଲିଲେ। ସାମ୍ନାରେ ଜଣେ ଅପରିଚିତ ବ୍ୟକ୍ତି ଠିଆ ହୋଇଥିଲେ। ତାଙ୍କ ମୁହଁ ଫିକା, ଆଖିରେ ଭୟ। ଥରୁଥିବା ଓଠରେ ସେ କହିଲେ, ଡକ୍ଟର, ମୋତେ ବଞ୍ଚାନ୍ତୁ। ତାଙ୍କ ସ୍ୱରରେ ଏକ ଝଡ଼ରେ ଆତକି ପଡ଼ିଥିବା ବ୍ୟକ୍ତିର ଦୁର୍ବଳତା ଓ ଭୟାନକତା ଥିଲା। ଡକ୍ଟର ସଦ୍ଦାମ ତାଙ୍କୁ ଗୋଟେ ଚକିରେ ବସାଇ ଗୋଟେ ଗ୍ଲାସ ପାଣି ଦେଲେ। କ'ଣ ହେଲା? କାହିଁକି ଏତେ ଡରୁଛ? ତୁମ ନାମ କ'ଣ? ସେ ଶାନ୍ତ ଭାବେ ପଚାରିଲେ। ଥରୁଥିବା ସ୍ୱରରେ ସେହି ବ୍ୟକ୍ତି ଉତ୍ତର ଦେଲେ, ମୋ ନାମ ରାଜୁ। ମୋ ସହ କ'ଣ ହେଉଛି ମୁଁ ନିଜେ ବୁଝିପାରୁନି, କିନ୍ତୁ ମୋ ଶରୀରରେ କିଛି ଭୁଲ ହେଉଛି। କୌତୂହଳୀ ହୋଇ ଡକ୍ଟର ସଦ୍ଦାମ ପଚାରିଲେ, କୁହ ରାଜୁ, କେଉଁ କେଉଁ ଲକ୍ଷଣ ଅନୁଭବ କରୁଛ? ରାଜୁର ଆଖିରେ ଭୟ ଆହୁରି ଗଭୀର ହେଲା। ଗୋଟେ ମୁହୂର୍ତ୍ତ ନୀରବ ରହି ସ୍ୱର ସ୍ଥିର କରି ସେ କହିଲେ, ଡକ୍ଟର, ମୁଁ ଗର୍ଭବତୀ। ଡକ୍ଟର ସଦ୍ଦାମ ସ୍ତବ୍ଧ ହୋଇଗଲେ। ତୁମେ କ'ଣ କହୁଛ ରାଜୁ? ତୁମେ ହୁଶରେ ଅଛ କି? ଜଣେ ପୁରୁଷ କେମିତି ଗର୍ଭବତୀ ହୋଇପାରେ? ରାଜୁ ମୁଣ୍ଡ ନୁଆଇଲେ। ଏହା ସତ୍ୟ ଡକ୍ଟର, ମୁଁ ପୂର୍ଣ୍ଣ ହୁଶରେ କହୁଛି। ପ୍ରଥମେ ମୁଁ ନିଜେ ବିଶ୍ୱାସ କରିପାରିନଥିଲି, କିନ୍ତୁ ମୋ ଶରୀର ବଦଳୁଛି। ବାନ୍ତି, କ୍ଳାନ୍ତି, ମୋ ପେଟ ଭାରି ଲାଗୁଛି, ଯେପରି ଗର୍ଭବତୀ ମହିଳାଙ୍କୁ ହେଉଥିବା ଲକ୍ଷଣ। ଡକ୍ଟର ସଦ୍ଦାମ ଗଭୀର ଶ୍ୱାସ ନେଲେ। ଷ୍ଟେଥୋସ୍କୋପ ନେଇ ରାଜୁର ପେଟରେ ରଖିଲେ। କିଛି ମୁହୂର୍ତ୍ତ ମନୋଯୋଗ ଦେଇ ଶୁଣିଲେ। ତାଙ୍କ ମୁହଁ ଗମ୍ଭୀର ହୋଇଗଲା। ହେ ଭଗବାନ, ଏହା ସାଧାରଣ ହୃଦସ୍ପନ୍ଦନ ନୁହେଁ। ଏହା କିଛି ଅଜଣା, ଅସ୍ୱାଭାବିକ। ଗୋଟେ ନୁହେଁ, 2ଟା ହୃଦସ୍ପନ୍ଦନ ଏକା ସାଙ୍ଗରେ। ଥରୁଥିବା ରାଜୁ ପଚାରିଲେ, କ'ଣ ଏହା? ଡକ୍ଟର, ଆପଣ କ'ଣ ଶୁଣୁଛନ୍ତି? ଡକ୍ଟର ସଦ୍ଦାମଙ୍କ ଆଖିରେ ଚିନ୍ତା। ରାଜୁ, ଏହା ସାଧାରଣ ନୁହେଁ। ତୁମ ପେଟରେ କିଛି ଅଛି, କିନ୍ତୁ ଏହା ମଣିଷର ପରି ଲାଗୁନାହିଁ। ଉତ୍ତର ଖୋଜିବା ପାଇଁ ସଂକଳ୍ପ ନେଇ ଡକ୍ଟର ସଦ୍ଦାମ ଆଲ୍ଟ୍ରାସାଉଣ୍ଡ କରିବାକୁ ନିଷ୍ପତ୍ତି ନେଲେ। ଏହି ରହସ୍ୟ ପାଇଁ ବୈଜ୍ଞାନିକ ବ୍ୟାଖ୍ୟା ଦରକାର। ସେ ରାଜୁକୁ ଆଲ୍ଟ୍ରାସାଉଣ୍ଡ ରୁମକୁ ନେଇଗଲେ। ଜେଲ ଲଗାଇ ପ୍ରୋବକୁ ତାଙ୍କ ପେଟରେ ରଖିଲେ। ସ୍କ୍ରିନରେ ଗୋଟେ ଝାପସା ଆକୃତି ଦେଖାଗଲା। ଏହା ମଣିଷ ଭ୍ରୂଣ ପରି ଲାଗୁଥିଲେ, ହେ ଶରୀରଟି ବିକୃତ, ଅସ୍ୱାଭାବିକ ଥିଲା। ଏହାର ହାତଗୋଡ଼ ଅଜଣା ଭାବେ ବଙ୍କା। ଏହାର ନଡ଼ଚଡ଼ ମଣିଷର ପରି ନଥିଲା, ଯେପରି କୌଣସି ଏଲିଏନ୍ ଜୀବ। ରାଜୁର ହୃଦୟ ଜୋରରେ ଧଡ଼କୁଥିଲା। ଡକ୍ଟର, ସତ କୁହନ୍ତୁ, ଏହା କି ଏକ ଶିଶୁ? ସେ ପଚାରିଲେ। ଡକ୍ଟର ସଦ୍ଦାମଙ୍କ ଆଖି ଭୟ, ଆଶ୍ଚର୍ଯ୍ୟରେ ଫାଟିଗଲା। ରାଜୁ, ଏହା ସାଧାରଣ ଶିଶୁ ନୁହେଁ। ଏହାର ଗଠନ, ଏହାର ନଡ଼ଚଡ଼, ଏହା ଯେପରି ଅନ୍ୟ ଜଗତର ଜୀବ। ତୁମ ଶରୀରରେ ଅସ୍ୱାଭାବିକ ହରମୋନ ତିଆରି ହେଉଛି, ଯାହା ସାଧାରଣତଃ କେବଳ ଗର୍ଭବତୀ ମହିଳାଙ୍କଠାରେ ଦେଖାଯାଏ। ଜିନ ଗଠନ ମଣିଷର ପରି, କିନ୍ତୁ ପୂରା ମଣିଷର ନୁହେଁ। ହୃଦସ୍ପନ୍ଦନ ମଧ୍ୟ ଅଜଣା। 2ଟା ହୃଦୟ ଏକା ସାଙ୍ଗରେ ଧଡ଼କୁଛି। ଏହା ବହୁତ ଜଲଦି ବଢ଼ୁଛି। ସାଧାରଣ ଗର୍ଭାବସ୍ଥାରେ 9 ମାସ ଲାଗେ, କିନ୍ତୁ ଏହା କିଛି ସପ୍ତାହରେ ସମ୍ପୂର୍ଣ୍ଣ ହୋଇପାରେ। ଭୟରେ ଥରୁଥିବା ରାଜୁ ଉଠି ଠିଆ ହେଲେ। ଯଦି ଏହା ମଣିଷର ନୁହେଁ, ତାହେଲେ ଏହା କ'ଣ? ତାଙ୍କ ଥରୁଥିବା ସ୍ୱର କୋଠରୀରେ ପ୍ରତିଧ୍ୱନିତ ହେଲା। ଡକ୍ଟର ସଦ୍ଦାମଙ୍କ ପାଖରେ
ଏହି ପ୍ରଶ୍ନର ଉତ୍ତର ନଥିଲା। ଯାହା ହେଉଥିଲା ତାହା ଚିକିତ୍ସା ବିଜ୍ଞାନର ବୁଝିବା ବାହାରେ ଥିଲା। ସେତେବେଳେ କ୍ଲିନିକର ଦୁଆରରେ ପୁଣି ଜୋରରେ କଡ଼କଡ଼ ଶବ୍ଦ। ରାତି 11ଟା ପାର ହୋଇଯାଇଥିଲା। ଏହି ସମୟରେ କୌଣସି ରୋଗୀ ଆସେ ନାହିଁ। ଡକ୍ଟର ସଦ୍ଦାମ ଓ ରାଜୁର ହୃଦୟ ଗୋଟେ ମୁହୂର୍ତ୍ତ ପାଇଁ ଅଟକିଗଲା। ସାହସ ସଞ୍ଚୟ କରି ଡକ୍ଟର ସଦ୍ଦାମ ଦୁଆର ଖୋଲିଲେ। ବାହାରେ ଜଣେ ମହିଳା ଠିଆ ହୋଇଥିଲେ। ମୁଣ୍ଡରୁ ଗୋଡ଼ ଯାଏ କଳା ବୁର୍ଖାରେ ଢାଙ୍କି ହୋଇଥିଲେ। ତାଙ୍କ ସ୍ୱର ଥରୁଥିଲା। ଡକ୍ଟର, ରାଜୁ ସହ କ'ଣ ହେଉଛି ମୁଁ ଜାଣେ। ଡକ୍ଟର ସଦ୍ଦାମ ଓ ରାଜୁ ଦୁହେଁ ହତବାକ୍। ତୁମେ କିଏ? ଡକ୍ଟର ସଦ୍ଦାମ ପଚାରିଲେ। ସେ ଧୀରେ ଧୀରେ ତାଙ୍କ ଘୁଂଟା ଉଠାଇଲେ। ତାଙ୍କ ଆଖି ରକ୍ତବର୍ଣ୍ଣ, ଯେପରି ଅନେକ ରାତି ନନିଦ୍ରାରେ କାଟିଛନ୍ତି। ମୋ ନାମ ନାଜମା। ରାଜୁ ସହ ଯାହା ହେଉଛି ତାହା କୌଣସି ରୋଗ ନୁହେଁ। ଏହା ଏକ ଅଭିଶାପ। ସେହି ରାତିରେ ଯେଉଁଠାକୁ ତାଙ୍କୁ ଯିବା ଉଚିତ ନଥିଲା ସେଇଠି ସେ ଗଲେ। ରାଜୁର ମୁହଁ ଫିକା ହୋଇଗଲା। କେଉଁ ଜାଗା? ସେ ପଚାରିଲେ। ନସିବ କିଲ୍ଲା। ଏହି ନାମ ଶୁଣି ଡକ୍ଟର ସଦ୍ଦାମ ଓ ରାଜୁ ଦୁହେଁ ଥରି ଉଠିଲେ। ନାଜମାର ଆଖିରେ ଭୟ ଚମକିଲା। ଆଖି ନୁଆଇ ସେ କହିଲେ, ଡକ୍ଟର, ସେହି ଜାଗା ସାଧାରଣ ନୁହେଁ। ବହୁତ ବର୍ଷ ତଳେ ସେଠାରେ ରାଜିଆ ବେଗମ ନାମେ ଜଣେ ମହିଳା ରହୁଥିଲେ। ସେ ସୁନ୍ଦରୀ ଥିଲେ, କିନ୍ତୁ ସନ୍ତାନହୀନତାର ଅଭିଶାପରେ ଜର୍ଜରିତ ଥିଲେ। ସେ ଭଗବାନଙ୍କଠାରୁ ଗୋଟେ ବର ମାଗିଥିଲେ। ଏମିତି ବର ଯାହା ଅନ୍ୟ କେହି ମାଗିବାକୁ ସାହସ କରେନା। ସେ ମା ହେବାକୁ ଚାହୁଁଥିଲେ, ଚାହେ ସୃଷ୍ଟିର ନିୟମ ଭାଙ୍ଗିବାକୁ ହେଉ। ଗୋଟେ ରାତିରେ ରାଜିଆ ବେଗମ ଅନ୍ତର୍ଦ୍ଧାନ ହୋଇଗଲେ। ନାଜମା ଆଗକୁ କହିଲେ। କିଛି ମାସ ପରେ ସେହି ପରିତ୍ୟକ୍ତ ହାଭେଲିରୁ ଗୋଟେ ଶିଶୁର କାନ୍ଦନା ଶୁଣାଗଲା। କେହି ସେହି ଶିଶୁକୁ ଦେଖିନଥିଲେ, କିନ୍ତୁ କୁହାଯାଏ ସେହି ଶିଶୁ ମଣିଷର ନଥିଲା। ରାଜୁ ଏବେ ଥରୁଥିଲେ। ରାଜୁ, ତୁମେ ସେଠାକୁ କାହିଁକି ଗଲ? ଡକ୍ଟର ସଦ୍ଦାମ ପଚାରିଲେ। ରାଜୁର ଓଠ ଶୁଖିଗଲା ଥିଲା। ମୁଁ ହଠାତ୍ ଗଲି। ମନେ ହେଲା କିଛି ଶକ୍ତି ମୋତେ ଟାଣୁଛି। ସେଠାରେ ଗୋଟେ ଛାୟା ଥିଲା। ସେ ମୋ ସହ କିଛି କହିଥିଲା, କିନ୍ତୁ ମୁଁ ଏବେ କିଛି ମନେ ପକାଉନି। ନାଜମା ତାଙ୍କୁ ତୀକ୍ଷ୍ଣ ନଜରରେ ଚାହିଁଲେ। ତୁମେ ଭୁଲି ନାହଁ ରାଜୁ। ତୁମେ ସେଠାରେ କିଛି କରିଛ। ଏବେ ସେହି ଜିନିଷ ତୁମ ଭିତରେ ବଢୁଛି। ରାଜୁ ମୁଣ୍ଡ ନୁଆଇଲେ। ଏସବୁ ମିଛ। ମୁଁ ଜଣେ ପୁରୁଷ। ମୋ ସହ ଏମିତି କେମିତି ହୋଇପାରେ? ନାଜମା ଗଭୀର ଶ୍ୱାସ ନେଲେ। ରାଜୁ, ତୁମ ସହ ଯାହା ହେଉଛି ତାହା ଚିକିତ୍ସା ବିଜ୍ଞାନର ବୁଝିବା ବାହାରେ। ଏହା କେବଳ ବିଜ୍ଞାନରେ ବୁଝାଇ ହେବ ନାହିଁ। ଡକ୍ଟର ସଦ୍ଦାମ ଏବେ ବି ଚିନ୍ତିତ ଥିଲେ। ସେ ରାଜୁର ଖାଇଲ ପୁଣି ପରୀକ୍ଷା କଲେ। ତାପରେ ଆଉ ଗୋଟେ ଆଶ୍ଚର୍ଯ୍ୟଜନକ ଉଦ୍ଘାଟନ। ରାଜୁ, ତୁମ ଶରୀରରେ ଗର୍ଭବତୀ ମହିଳାଙ୍କଠାରେ ଦେଖାଯାଉଥିବା ହରମୋନ ତିଆରି ହେଉଛି। ଏହା କେମିତି ସମ୍ଭବ ମୁଁ ବୁଝିପାରୁନି। ନାଜମା ପୁଣି କହିଲେ, ଡକ୍ଟର, ଏହା ବିଜ୍ଞାନର କଥା ନୁହେଁ। ରାଜୁ ନସିବ କିଲ୍ଲାରେ କିଛି ଚୁକ୍ତି କରିଛି। ରାଜିଆ ବେଗମଙ୍କ ଆତ୍ମା ଏବେ ବି ସେହି ହାଭେଲିରେ ଭାସୁଛି। ସେ ଯେଉଁ ବର ମାଗିଥିଲେ ତାହା ପୂରଣ ହେଲା, କିନ୍ତୁ ଭୟଙ୍କର ରୂପରେ। ନାଜମା, ତୁମେ ଯାହା କହୁଛ ତାହା ଯଦି ସତ ହୁଏ, ତାହେଲେ ରାଜୁକୁ କେମିତି ବଞ୍ଚାଇବା? ଡକ୍ଟର ସଦ୍ଦାମ ଦୃଢ଼ ଭାବେ ପଚାରିଲେ। ନାଜମା ଆଖି ନୁଆଇଲେ। ଡକ୍ଟର, ରାଜୁ ଯେଉଁ ଶକ୍ତି ସହ ବନ୍ଧା ହୋଇଛି ତାହାକୁ ପୁଣି ସେହି ହାଭେଲିକୁ ଫେରାଇ ନେବାକୁ ହେବ। ଏହି ରହସ୍ୟର ମୂଳ ସେଠାରେ। କିନ୍ତୁ ସେହି ହାଭେଲିକୁ ପୁଣି ପାଦ ଥାପିବା, ଏହା କୌଣସି ସାହସିକତା ନୁହେଁ, ଏହା ବିପଦ। ରାଜୁ ଭୟରେ ଚିତ୍କାର କଲେ। ମୁଁ ପୁଣି ସେଠାକୁ ଯାଇପାରିବି ନାହିଁ। ମୋ ଭିତରେ କିଛି ଅଛି। ସେ ମୋତେ ନିୟନ୍ତ୍ରଣ କରୁଛି। କ୍ଲିନିକରେ ହଠାତ୍ ନୀରବତା। ରାଜୁର ଶରୀରରେ ହେଉଥିବା ପରିବର୍ତ୍ତନ ଗର୍ଭାବସ୍ଥା ପରି ଥିଲା। ଡକ୍ଟର ସଦ୍ଦାମଙ୍କ ଆଖିରେ ଆଶ୍ଚର୍ଯ୍ୟ, ଭୟ ଓ ବିଭ୍ରାନ୍ତି। ରାଜୁ, ତୁମ ଶରୀର ଗର୍ଭବତୀ ମହିଳା ପରି ଆଚରଣ କରୁଛି। ଏହି କଥା ଶୁଣି ରାଜୁର ଆଖି ଆଶ୍ଚର୍ଯ୍ୟରେ ଫାଟିଗଲା। ଏହା ସତ ନୁହେଁ। ସେ ଚିତ୍କାର କରି ଉଠି ଠିଆ ହେଲେ, କିନ୍ତୁ ସେହି ମୁହୂର୍ତ୍ତରେ ତାଙ୍କ ପେଟରେ ତୀବ୍ର ଯନ୍ତ୍ରଣା। ରାଜୁ ହଠାତ୍ ମାଟିରେ ପଡ଼ିଗଲେ। ଛଟପଟ କରୁଥିଲେ।
ତାଙ୍କ ପେଟରେ କିଛି ନଡୁଥିଲା, କିଛି ଜୀବନ୍ତ ପ୍ରଶ୍ୱାସ ନେଉଥିଲା। ନାଜମା ଭୟରେ ଚିତ୍କାର କଲେ, ଡକ୍ଟର ଏହିଟା। ରାଜୁ ସହ ଯାହା ହେଉଛି ତାହା ଏବେ ପୂର୍ଣ୍ଣ ରୂପ ନେଉଛି। ଡକ୍ଟର ସଦ୍ଦାମ ଜଲଦି ରାଜୁକୁ ତୁଲି ବେଡ଼ରେ ଶୁଆଇଲେ। ଦୁର୍ବଳ ଓ ଯନ୍ତ୍ରଣାରେ ରାଜୁ ଚିତ୍କାର କଲେ, ଡକ୍ଟର କଣ ହେଉଛି? ଏହା କଣ? ଡକ୍ଟର ସଦ୍ଦାମ କଥା କହିପାରୁ ନଥିଲେ। ତାଙ୍କ ମନ ବିଭ୍ରାନ୍ତିରେ ଡୁବିଗଲା ଥିଲା। ଏହା ଚିକିତ୍ସା ବିଜ୍ଞାନର ବୁଝିବା ବାହାରେ ଥିଲା। ଏହା କି କୌଣସି ଅଲୌକିକ ଶକ୍ତି, ନା କାହାର ଅଭିଶାପ? ଗୋଟେ କଥା ସ୍ପଷ୍ଟ ଥିଲା, ରାଜୁ ଭିତରେ କିଛି ବଢୁଥିଲା। ରାଜୁ ଯନ୍ତ୍ରଣାରେ ଛଟପଟ କରୁଥିଲେ। ତାଙ୍କ ପେଟରେ ଏକ ଅଜଣା ଶକ୍ତି କମ୍ପୁଥିଲା। ଡକ୍ଟର ସଦ୍ଦାମ ପୁଣି ଷ୍ଟେଥୋସ୍କୋପ ତାଙ୍କ ପେଟରେ ରଖିଲେ, କିନ୍ତୁ ସେହି ଶବ୍ଦ, ଏହା ମଣିଷର ନଥିଲା। ଏହା ଭୟଙ୍କର, ଭୀତିକର। ଦୁଇଟା ହୃଦସ୍ପନ୍ଦନ ଜଲଦି ଓ ଅସ୍ୱାଭାବିକ। ଡକ୍ଟର ସଦ୍ଦାମଙ୍କ ରକ୍ତ ଜାମିଗଲା। ରାଜୁର ଆଖିରେ ଭୟ। ନାଜମା, ତୁମେ ଆଗରୁ କିଛି କହିଥିଲ। ମୁଁ କଣ କରିଥିଲି? କୁହ, ମୁଁ କଣ କରିଥିଲି? ନାଜମାର ଆଖିରେ ଭୟ, ବିଭ୍ରାନ୍ତି ଓ ଏକ ଗଭୀର ରହସ୍ୟ। ରାଜୁ, ତୁମେ ଯାହା ଛୁଇଁବା ଉଚିତ ନଥିଲା ତାହା ଛୁଇଁଛ। ତୁମେ ଅଜାଣତରେ କିଛି ପାପ କରିଛ। ରାଜୁର ମନ 4 ମାସ ତଳର ଘଟଣାକୁ ଫେରିଗଲା। ମଦ ଲହରୀରେ ସେ ଓ ତାଙ୍କ 2 ସାଙ୍ଗ ସେହି ପରିତ୍ୟକ୍ତ ହାଭେଲିକୁ ଗଲେ ଥିଲେ। ଖାଲି କୋଠରୀ ମଝିରେ ଗୋଟେ କାଠ ହିଞ୍ଚୁଳା ଥିଲା। ରାଜୁ ଅତକାଇ କହିଲେ, ମୁଁ ସେହି ହିଞ୍ଚୁଳାକୁ ଥରେ ଛୁଇଁଥିଲି, ମାତ୍ର ଥରେ। ନାଜମାର ଆଖିରେ ଲୋତକ ଆସିଲା ନାହିଁ। ସେହିଟା କେବଳ ହିଞ୍ଚୁଳା ନଥିଲା ରାଜୁ, ସେଠାରେ ରାଜିଆ ବେଗମ ତାଙ୍କର ଶେଷ ତ୍ୟାଗ କରିଥିଲେ। ସେଠାରେ ସେ ତାଙ୍କର ଅପୂର୍ଣ୍ଣ ସ୍ୱପ୍ନ ଛାଡ଼ି ଯାଇଥିଲେ। ରାଜୁର ସାର୍ତ ଝାଳରେ ଭିଜିଗଲା ଥିଲା। ତାଙ୍କ ପେଟରେ କିଛି ଫୁଲୁଥିଲା, ଯେପରି ବାହାରକୁ ଆସିବାକୁ ଉତ୍ସୁକ। ଡକ୍ଟର, ମୋତେ ବଞ୍ଚାନ୍ତୁ। ଏହି ଜିନିଷ ମୋତେ ଗ୍ରାସ କରୁଛି। ରାଜୁ ଚିତ୍କାର କଲେ। ଡକ୍ଟର ସଦ୍ଦାମ ଗୋଟେ ଇଞ୍ଜେକ୍ସନ ନେବାକୁ ଯାଉଥିଲେ। ହଠାତ୍ ରାଜୁର ପେଟରୁ ଗୋଟେ ଫାତ ଶବ୍ଦ। ସେ ତୀବ୍ର ଚିତ୍କାର କଲେ। କ୍ଲିନିକର କାନ୍ଥଗୁଡ଼ିକ ତାଙ୍କ କାନ୍ଦନାରେ ଥରି ଉଠିଲା। ଡକ୍ଟର ସଦ୍ଦାମ ଓ ନାଜମା ଭୟରେ ଜାମିଗଲେ। ଡକ୍ଟର ସଦ୍ଦାମଙ୍କ ହାତରୁ ଇଞ୍ଜେକ୍ସନ ମାଟିରେ ପଡ଼ିଗଲା। ରାଜୁ ବେଡ଼ରେ ଛଟପଟ କରୁଥିଲେ। ତାଙ୍କ ଆଖି ରକ୍ତବର୍ଣ୍ଣ। ଡକ୍ଟର, ମୋତେ ବଞ୍ଚାନ୍ତୁ, ମୁଁ ମରୁଛି। ସେ ଚିତ୍କାର କଲେ। ତାଙ୍କ ସ୍ୱରରେ ଯନ୍ତ୍ରଣା ଓ ଭୟ ମିଶିଥିଲା। ନାଜମା ଥରୁଥିବା ହାତରେ ତାଙ୍କ ଓଢ଼ଣୀ ଜୋରରେ ଧରି ତୀବ୍ର ପ୍ରାର୍ଥନା ଆରମ୍ଭ କଲେ। ଡକ୍ଟର ସଦ୍ଦାମ ତାଡ଼ି ତାଡ଼ି ଆଲ୍ଟ୍ରାସାଉଣ୍ଡ ମେସିନ ଚାଲୁ କଲେ। ସ୍କ୍ରିନରେ ଦେଖାଯାଇଥିବା ଦୃଶ୍ୟ ସମସ୍ତଙ୍କ ହୃଦୟକୁ ଅତକାଇ ଦେଲା। ଗୋଟେ ଛୋଟ ଭୟଙ୍କର ହାତ ରାଜୁର ପେଟରୁ ସ୍କ୍ରିନ ଆଡ଼କୁ ବଢୁଥିଲା। ନାଜମା ଥରୁଥିବା ସ୍ୱରରେ କହିଲେ, ହେ ଭଗବାନ, ଆମକୁ ବଞ୍ଚାନ୍ତୁ। ରାଜୁର ଆଖିରୁ ଲୁହ ଝରୁଥିଲା। ଡକ୍ଟର ସଦ୍ଦାମ ନିଃସହାୟ ଥିଲେ। ଏହା ମଣିଷର ବୁଝିବା ବାହାରେ ଏକ ଲଢ଼େଇ ଥିଲା। ତାପରେ ରାଜୁର ନାକ ଓ କାନରୁ ରକ୍ତ ଝରିବା ଆରମ୍ଭ ହେଲା। ଥରୁଥିବା ସ୍ୱରରେ ନାଜମା କହିଲେ, ଏବେ ବହୁତ ଡେରି ହୋଇଗଲା। ଭିତରେ ଥିବା ଜିନିଷଟା ବାହାରକୁ ଆସିବାକୁ ପ୍ରସ୍ତୁତ। ଡକ୍ଟର ସଦ୍ଦାମ କିଛି କରିବାକୁ ଚେଷ୍ଟା କରୁଥିଲେ। ହଠାତ୍ ରାଜୁର ପେଟରୁ ଗୋଟେ ଫାତ ଶବ୍ଦ। ହଠାତ୍ କ୍ଲିନିକର ଆଲୁଅ ଲିଭିଗଲା। କୋଠରୀ ଅନ୍ଧକାରରେ ଡୁବିଗଲା। କେବଳ ରାଜୁର ଭାରି ସ୍ୱର ଶବ୍ଦ ଶୁଣାଯାଉଥିଲା। ନାଜମା ଭୟରେ ଚିତ୍କାର କଲେ, ହେ ଭଗବାନ! ଆଲ୍ଟ୍ରାସାଉଣ୍ଡ ସ୍କ୍ରିନରେ ଏବେ କେବଳ ସେହି ହାତ ନୁହେଁ, ଗୋଟେ ମୁହଁ ଦେଖାଗଲା। କୁଞ୍ଚି ହୋଇଥିବା ଭୟଙ୍କର କୋଇଲା ପରି କଳା ଆଖି ନାଜମାକୁ ଚାହୁଁଥିଲା। ଡକ୍ଟର ସଦ୍ଦାମ ଗୋଟେ ଟର୍ଚ୍ଚ ଜାଳିବାକୁ ଚେଷ୍ଟା କଲେ, କିନ୍ତୁ ସେଟା କାମ କଲା ନାହିଁ। ରାଜୁର ଶରୀର ହଠାତ୍ କଠିନ ହୋଇଗଲା। ତାଙ୍କ ପେଟ ଖୋଲୁଥିଲା, ଯେପରି ଯେ କୌଣସି ମୁହୂର୍ତ୍ତରେ ଫାଟିଯିବ। ଡକ୍ଟର ସଦ୍ଦାମ ତାଙ୍କୁ ଝାକୁନି ଦେଲେ, ରାଜୁ, ମୋ ସହ ରୁହ। କିନ୍ତୁ ରାଜୁର ଶରୀର ଥଣ୍ଡା ହେଉଥିଲା। ତାପରେ ତାଙ୍କ ପେଟର ଚମଡ଼ା ଚିରିଗଲା। ଭିତରୁ କିଛି ବାହାରିଲା। ଗୋଟେ ଛୋଟ କଳା ବଙ୍କା ହାତ, ତୀକ୍ଷ୍ଣ ଓ ଭୟଙ୍କର ନଖସହା। ହେ ଭଗବାନ,
ଏହା ମଣିଷର ନୁହେଁ। ନାଜମା ଚିତ୍କାର କଲେ। ଡକ୍ଟର ସଦ୍ଦାମ ରାଜୁର ନାଡ଼ି ଯାଞ୍ଚ କଲେ, କିନ୍ତୁ ତାଙ୍କ ଶରୀର ଏବେ ନିଶ୍ଚଳ। ରାଜୁର ଆଖି ଧଳା ହୋଇଗଲା, ଯେପରି ତାଙ୍କ ଆତ୍ମା ଅନ୍ୟ ଜଗତକୁ ଚାଲିଗଲା। ସେହି ହାତ ପୂରାପୂରି ବାହାରିଲା। ତାପରେ ଗୋଟେ କୁଞ୍ଚି ହୋଇଥିବା ଛାଇ ପରି ମୁହଁ। ହଠାତ୍ କ୍ଲିନିକର ଆଲୁଅ ପୁଣି ଜଳିଲା। ସବୁ ଶାନ୍ତ। ରାଜୁ ବେଡ଼ରେ ନିଶ୍ଚଳ ପଡ଼ିଥିଲେ। ତାଙ୍କ ପେଟ ସାଧାରଣ ଲାଗୁଥିଲା, ଯେପରି କିଛି ହୋଇନଥିଲା। ନାଜମା ଓ ଡକ୍ଟର ସଦ୍ଦାମ ଭୟରେ ଏକାପଟେ ଚାହିଁଲେ। ଏହା ଚାଲିଗଲା କି? ଡକ୍ଟର ସଦ୍ଦାମ ଥରୁଥିବା ସ୍ୱରରେ ପଚାରିଲେ। ଧୀରେ ଧୀରେ ରାଜୁର ଆଖି ଖୋଲିଲା। କ୍ଲିନିକରେ ମୃଦୁ ଆଲୁଅ, କୋଠରୀରେ ଏକ ଅଜଣା ନୀରବତା। ନାଜମା ଥରୁଥିବା ସ୍ୱରରେ ପଚାରିଲେ, ରାଜୁ, ତୁମେ ଠିକ୍ ଅଛ କି? ରାଜୁ ମୃଦୁ ହସିଲେ, କିନ୍ତୁ ସେହି ହସ ଅସ୍ୱାଭାବିକ ଥିଲା। ମୁଁ ଠିକ୍ ଅଛି, ସେ କହିଲେ, କିନ୍ତୁ ସେହି ସ୍ୱର ତାଙ୍କର ନଥିଲା। ଡକ୍ଟର ସଦ୍ଦାମ ରାଜୁର ଆଖିକୁ ଚାହିଁଲେ। ତାଙ୍କ ଆଖି ତଳେ କଳା ଛାୟା, ଏବେ ରକ୍ତବର୍ଣ୍ଣ। ରାଜୁ, ତୁମେ କିଛି ମନେ ପକାଉଛ କି? ରାଜୁ ମୁଣ୍ଡ ନୁଆଇଲେ, ଯେପରି କୌଣସି ଦୂର ସ୍ମୃତିରେ ହଜିଗଲେ। ସେ ଏଠାରେ ଅଛି, ସେ ଫୁସ୍ଫୁସ୍ କହିଲେ। କିଏ? ନାଜମା ଭୟରେ ପଚାରିଲେ। ରାଜୁ ଧୀରେ ଧୀରେ ତାଙ୍କ ହାତକୁ ଖୋଲିଲେ। ହାତର ମଝିରେ ଗୋଟେ କଳା ଦାଗ, ଯେପରି କାଳିରେ ଲେଖା, ରାଜିଆ ବେଗମ। ସେ ଏବେ ମୋ ଭିତରେ। ରାଜୁ ଗଭୀର ଶ୍ୱାସ ନେଲେ। ଏବେ ବହୁତ ଡେରି ହୋଇଗଲା। ସେ ମୋ ଭିତରେ ପଶିଗଲା। ଏବେ ମୁଁ ଏହି ଜଗତକୁ ତାଙ୍କ ଆଖିରେ ଦେଖୁଛି। ଡକ୍ଟର ସଦ୍ଦାମ ରାଜୁର ମୁହଁକୁ ଚାହିଁଲେ। ତାଙ୍କ ଓଠ ନଡ଼ୁଥିଲା, କିନ୍ତୁ ସ୍ୱର ଗୋଟେ ବୁଢ଼ୀ ମହିଳାର, ଥଣ୍ଡା, ଭୟଙ୍କର, ଜୀବନହୀନ। ନାଜମା ଓ ଡକ୍ଟର ସଦ୍ଦାମ ଜାମିଗଲେ। ରାଜୁର ଆଖିରୁ ଲାଲ ଆଲୁଅ ବାହାରୁଥିଲା। ତାଙ୍କ ମୁହଁ ଧୀରେ ଧୀରେ ବଦଳୁଥିଲା। ତାଙ୍କ ଶ୍ୱାସ ଏବେ ମଣିଷର ପରି ନଥିଲା, ଭାରି ଅସ୍ୱାଭାବିକ। ରାଜୁ, ତୁମେ ଏବେ ବି ସେଠାରେ ଅଛ କି? ନାଜମା ଥରୁଥିବା ସ୍ୱରରେ ପଚାରିଲେ। ରାଜୁ ମୁଣ୍ଡ କାତ କଲେ। ମୁଁ ଏଠାରେ ଅଛି, କିନ୍ତୁ ଏବେ ମୁଁ କେବଳ ମୁଁ ନୁହେଁ। ଡକ୍ଟର ସଦ୍ଦାମ ଚିତ୍କାର କଲେ। ଆମକୁ ଏହା ଅଟକାଇବାକୁ ହେବ। କାହାକୁ ଓଝା ଡାକ। କିନ୍ତୁ ସେହି ମୁହୂର୍ତ୍ତରେ କ୍ଲିନିକର ଦୁଆର ଜୋରରେ ବନ୍ଦ ହୋଇଗଲା। ଡକ୍ଟର ସଦ୍ଦାମ ଦୁଆର ଖୋଲିବାକୁ ଚେଷ୍ଟା କଲେ, କିନ୍ତୁ ତାହା ଭିତରୁ ତାଲା ପଡ଼ିଥିଲା। ରାଜୁ ଧୀରେ ଧୀରେ ମୁଣ୍ଡ ଉଠାଇଲେ। ତାଙ୍କ ଆଖି ଏବେ ପୂରାପୂରି ଲାଲ। ତାଙ୍କ ଆଙ୍ଗୁଠି କଳା ଓ ଜଳିଯାଇଥିବା ପରି। ଖେଳ ଆରମ୍ଭ ହୋଇଛି, ସେ ଥଣ୍ଡା ହସ ସହ କହିଲେ, ପେଟରେ ହାତ ରଖି। ସେ ଏବେ ବି ପୂରାପୂରି ବାହାରି ନାହିଁ, କିନ୍ତୁ ପୂରାପୂରି ଭିତରେ ମଧ୍ୟ ନାହିଁ। ମୁଁ ଏବେ ଦୁଇ ଜଗତର ମଝିରେ। ନାଜମାର ଆଖିରେ ଭୟ ଓ ପ୍ରେମ ମିଶିଥିଲା। ସେ ରାଜୁ ଆଡ଼କୁ ଆଗେଇଲେ, କିନ୍ତୁ ଡକ୍ଟର ସଦ୍ଦାମ ତାଙ୍କ ହାତକୁ ଜୋରରେ ଧରିଲେ। ନା, ନାଜମା, ଏହା ଏବେ ରାଜୁ ନୁହେଁ। ରାଜୁର ଶରୀର ହଠାତ୍ କମ୍ପିଲା। ତାଙ୍କ ମୁହଁରୁ ଦୁଇଟା ସ୍ୱର ବାହାରିଲା, ଗୋଟେ ତାଙ୍କର, ଆଉ ଗୋଟେ ଜଣେ ବୁଢ଼ୀ ମହିଳାର। ଡକ୍ଟର ସଦ୍ଦାମ ଚିତ୍କାର କଲେ, ଭଗବାନଙ୍କ ନାମ ଜପ, ନାଜମା, ପ୍ରାର୍ଥନା କର। ନାଜମା ଲୁହ ଝରାଇ ପ୍ରାର୍ଥନା ଆରମ୍ଭ କଲେ। ହଠାତ୍ ରାଜୁ ତୀବ୍ର ଚିତ୍କାର କଲେ। ତାଙ୍କ ଶରୀର ମାଟିରେ ପଡ଼ିଗଲା। ତୀବ୍ର ଭାବେ ଛଟପଟ କରୁଥିଲେ। ତାଙ୍କ ହାତର କଳା ଦାଗ ଏବେ ଯେପରି ଗୋଟେ ମୁହଁ, ଯେପରି ଚିତ୍କାର କରିବାକୁ ଚେଷ୍ଟା କରୁଛି। ନାଜମାର ପ୍ରାର୍ଥନା ତୀବ୍ର ହେଲା। ହଠାତ୍ କ୍ଲିନିକର ଝରକାଗୁଡ଼ିକ ଜୋରରେ ଖୋଲିଗଲା। ରାଜୁର ଶରୀରରୁ ଗୋଟେ କଳା ଧୂଁ ପରି କିଛି ବାହାରିଲା। ଡକ୍ଟର ସଦ୍ଦାମ ଓ ନାଜମା ଶ୍ୱାସ